ଗୋଟିଏ ସୁନ୍ଦର ଗ୍ରାମ ଥିଲା। ସେ ଗ୍ରାମର ନାମ ଥିଲା ରଘୁନାଥପୁର। ସେହି ଗ୍ରାମରେ ମୁନି ନାମକ ଗୋଟିଏ କୁନି ଝିଅ ରହୁଥିଲା। ସିଏ ଅନାଥ ଥିଲା। ତା ମା ବାପା ଛୋଟ ବେଳୁ ଆରପାରିକୁ ଚାଲି ଯାଇଥିଲେ। ଯାହା ତାକୁ ମିଳୁଥିଲା ଖାଉଥିଲା, ଆଉ ଯୋଉଦିନ କିଛି ନ ମିଳୁଥିଲା ପାଣି ପିଇ ସିଏ ଶୋଇଯାଉଥିଲା। ସେ ନିତିଦିନିଆ ଜଙ୍ଗଲକୁ ଯାଇ ଫୁଲ ଫଳ ଇତ୍ୟାଦିକୁ ନେଇ ଆସେ। ସେ ସବୁକୁ ବିକି ତାର ପେଟ ପୋଷିଥାଏ। ଗୋଟିଏ ଦିନ ମୁନି ଜଙ୍ଗଲକୁ ଯିବା ବାଟରେ ତାର ହଠାତ୍ ନଜର ପଡ଼ିଲା ଗୋଟିଏ ଚଢ଼େଇ ଉପରେ, ଯିଏକି ପଞ୍ଜୁରୀ ଭିତରେ ବନ୍ଦୀ ଥିଲା। ସେ ତାରି ଆଡ଼କୁ ଗଲା। ଆରେ, ଏ ପଞ୍ଜୁରୀ ଭିତରେ ଏ ପକ୍ଷୀଟା କେତେ କଷ୍ଟ ପାଉଛି। ହେଲେ ତାରି ମୁଣ୍ଡ ଉପରେ ଗୋଟେ ସୁନାର ମୁକୁଟ ବି ଅଛି, ଯେମିତି ସିଏ ରାଣୀ। ଏମିତି ତା ମନରେ ଭାବିଲା। ଆଉ ତା ପାଖକୁ ଯାଇ କହିଲା, ଏ ଚଢ଼େଇ, ତୁ ଏଠି ବନ୍ଦୀ ହେଇ କାହିଁକି ରହିଛୁ? ହଉ ତୁ ଜମା ଡରନା, ମୁଁ ତତେ ଏବେ ବନ୍ଦୀରୁ ମୁକୁଳେଇ ଦଉଛି। ତୋର କିଛି ହବନି, ତୁ ଜମା ଚିନ୍ତା କରିବୁନୁ। ଏ ପକ୍ଷୀଟା କେତେ ସତରେ କଷ୍ଟ ପାଉଛି। କିଏ କାହିଁକି କେଜାଣି ତାକୁ ବନ୍ଦୀ କରି ରଖିଛି। ନିହାତି ଶିକାରୀ ହେଇଥିବ। ଏ ପକ୍ଷୀ, ତୁ ଜମା ଡରନା, ମୁଁ ତତେ ଏବେ ସାଙ୍ଗେ ସାଙ୍ଗେ ବାହାର କରୁଛି। ଆଉ ତାକୁ ବାହାର ବି ମଧ୍ୟ କରିଦେଲା। ଚଢ଼େଇଟି ମଧ୍ୟ ଚିଁ ଚିଁ କରି ଖୁସି ହେବାକୁ ଲାଗିଲା। ଆଉ ତାରି ଭାଷେ କ'ଣ ଗୁଡ଼େ କହିଗଲା। ଆଲୋ ଏ ଚଢ଼େଇ, ତୁ କ'ଣ କହୁଛୁ? ସଙ୍ଗେ ସଙ୍ଗେ ଚଢ଼େଇ ଯାଦୁରେ ଗୋଟିଏ ପରି ହେଇଗଲା। ୱାଓ! ଆରେ ମୁନି, ତୁ ଡରନା, ମୁଁ ତୋର କିଛି କରିବିନି। ହେଲେ ତୁମେ ମୋ ନାଁ କେମିତି ଜାଣିଲ? ତୁମେ ମୋତେ ଚିହ୍ନିଛ କି? ପରି ମଧ୍ୟ ହସିକି କହିଲା, ନ ଚିହ୍ନିଲେ କ'ଣ ହେଲା? ମୁଁ ତତେ ସବୁବେଳେ ଜାଣେ। ମୁଁ ହେଲି ପରି, ମୁଁ ସମସ୍ତଙ୍କ କଥା ଜାଣେ। ସତରେ କ'ଣ ତୁମେ ପରି? ଆଗରୁ ସମସ୍ତଙ୍କ କଥାରୁ ମୁଁ ଶୁଣିଥିଲି କି ସତରେ ଦୁନିଆରେ ପରି ଅଛନ୍ତି। ହଁ, ପରି ଅଛନ୍ତି, ହେଲେ କିଛି ଦୁଷ୍ଟ ଲୋକ ପାଇଁ ସେ ଦୂରେଇ ରହନ୍ତି। ହେଲେ ମୁଁ ପରି ଦୁନିଆରୁ ଆସିଛି। ଏଠି ଚଢ଼େଇ ରୂପରେ ବୁଲୁଥିଲି, କିନ୍ତୁ ଗୋଟିଏ ଦୁଷ୍ଟ ଶିକାରୀ ମୋତେ ଏଠି ବନ୍ଦୀ କରି କୁଆଡ଼େ ଚାଲିଯାଇଛି। ଆଜି ଯଦି ତୁମେ ନ ଆସିଥାନ୍ତ, ତେବେ ସେ ମୋତେ ମାରିକି ଖାଇ ଦେଇଥାନ୍ତା। ତୁମର ଏ ଋଣ ମୁଁ କେବେ ଶୁଝି ପାରିବିନି। ଏମିତି ପରି କହିଲେ। ଆଚ୍ଛା ପରି, ତମକୁ ମୁଁ ଗୋଟେ କଥା କହିବି। ମୋର ଏ ଦୁନିଆରେ କେହି ନାହିଁ। ତୁମେ ମୋର ଆଜିଠୁ ସାଙ୍ଗ ହବ। ତୁମ ପାଇଁ ମୁଁ ମିଠା ମିଠା ପିଜୁଳି ଆଣିଦେବି। ତୁମ ପାଇଁ ଫୁଲ ମଧ୍ୟ ଆଣିଦେବି, ଯାହା ତୁମ ସୁନ୍ଦର ବାଳରେ ଲଗେଇବ। ପରି ମଧ୍ୟ ହସିକି କହିଲା, ହଁ, ଆଜିଠୁ ଆମେ ଦୁହେଁ ସାଙ୍ଗ। ତୁମେ ମୋର ଜୀବନ ବଞ୍ଚେଇଛ, ସେଥିପାଇଁ ମୁଁ ଆଜିଠୁ ତୁମର ଋଣୀ। ତୁମେ ଯେତେବେଳେ ବି ମୋତେ ଡାକିବ, ମୁଁ ତୁମରି ପାଖକୁ ଆସିବି। ଆଜିଠୁ ଆମେ ଦିଜଣ ଭଲ ସାଙ୍ଗ। ତୁମେ ମୋତେ ଯେବେ ବି ତୁମ ମନରେ ଡାକିବ, ମୁଁ ତୁମ ପାଖକୁ ନିଶ୍ଚୟ ଆସିବି। ଏମିତି ଦୁହେଁ ସାଙ୍ଗ ହୋଇ ରହିଲେ, ଆଉ ପରସ୍ପରକୁ ବହୁତ ଭଲ ପାଇଲେ। ସେ ଦିଜଣ ଗୋଟିଏ ଜାଗାରେ ଗୋଟିଏ ଗଛ ମୂଳରେ ତୋଳି କରିଥିଲେ। ସେଇଠି ସେ ନିତିଦିନ ଦେଖା କରନ୍ତି, ଆଉ ନିଜର ମନ କଥା ମଧ୍ୟ କୁହନ୍ତି। ଆରେ ସାଙ୍ଗ, ତୁ ଜାଣିଛୁ, ମୁଁ ତତେ ଦିନେ ପରି ଦୁନିଆକୁ ବୁଲେଇ ନେବି। ପରି ଦୁନିଆ ସତରେ ବହୁତ ସୁନ୍ଦର ହେଇଥାଏ ନା ସାଙ୍ଗ? ମୁଁ ସେଠାକୁ ନିହାତି ତୁମ ସାଙ୍ଗେ ଯିବି। ମୁଁ ତୁମକୁ ସବୁବେଳେ ସାହାଯ୍ୟ କରିବି, ଆଉ ତୁମ ସାଥିରେ ଥିବି। ସାଙ୍ଗ, ତୁମେ ତ ଜାଣିଛ, ଏ ଦୁନିଆର ମୋର କେହି ବି ନାହାନ୍ତି। କେବଳ ତୁମେ ହିଁ ମୋ ସହିତ ଅଛ। ତୁମେ ସବୁବେଳେ ମୋ ସାଙ୍ଗରେ ରହିବ ସାଙ୍ଗ, ନହେଲେ ମୁଁ ତୁମ ବିନା ବଞ୍ଚି ପାରିବିନି। ତୁମେ ଯୁଆଡ଼େ ଯିବ, ମୋତେ ତୁମ ସାଙ୍ଗରେ ନେଇକି ଯିବ। ଗୋଟିଏ ଦିନ ସେ ଦୋଳି ପାଖକୁ ପରି ଜମା ଆସିଲା ନାହିଁ। ସେଇ ଚିନ୍ତାରେ ମୁନି ବସିଥାଏ। ଆରେ, ମୋ ସାଙ୍ଗର କ'ଣ ହେଇଛି? ସେ ଏପର୍ଯ୍ୟନ୍ତ କାହିଁକି ଆସିଲାଣି? ସକାଳୁ ଏପର୍ଯ୍ୟନ୍ତ ହେଲାଣି। ମୁଁ ତାକୁ ଅପେକ୍ଷା କରି କରି ସନ୍ଧ୍ୟା ମଧ୍ୟ ହେଇଗଲାଣି। ମୋତେ ଏବେ ତାରି ପାଖକୁ ଯିବାକୁ ପଡ଼ିବ। ତାର କିଛି ଅସୁବିଧା ହେଇଥିବ, ସେଥିପାଇଁ ସେ ଆସିନି। ନହେଲେ ସେ ଜମା ଡେରି କରେନି। ସେ ଯେମିତି ହେଲେ ମୋ ପାଖକୁ ପଳେଇ ଆସେ। ତୁ ଜମା ବ୍ୟସ୍ତ ହନା ମୋ ସୁନା ସାଙ୍ଗ, ମୁଁ ତୋ ପାଖକୁ ଆସୁଛି। ମୁଁ ତୋର କିଛି ହବାକୁ ଦେବିନି।
ତୋ ପାଖରେ ସିନା ଯାଦୁ ଶକ୍ତି ଅଛି, ମୋର କିଛି ହେଲେ ତୁ ମୋ ପାଖକୁ ଆସୁ, ହେଲେ ମୋ ପାଖରେ ତ ଯାଦୁ ନାହିଁ। ମୁଁ ତତେ ସେଥିପାଇଁ ଜାଣିପାରୁନି। ତୁ ଜମା ବ୍ୟସ୍ତ ହନା, ମୁଁ ଏବେ ତୋ ପାଖକୁ ଆସୁ। ଆରେ ସାଙ୍ଗ, ତୋର କ'ଣ ହେଇଛି? ତୁ କାହିଁକି ଶୋଇଛୁ? ତତେ ଭଲ ଲାଗୁନି ନା? ମୁଁ ଠିକ୍ ଜାଣିଥିଲି ତତେ ଜମା ଭଲ ଲାଗୁନି, ନହେଲେ ତୁ ମୋତେ ଦେଖା କରିବାକୁ ଆସିଥାନ୍ତୁ। ତୁ ମୋତେ ଟିକେ ଖବର ଦେଇନଥାନ୍ତୁ, ମୁଁ ତୋ ପାଖକୁ ଆସିଥାନ୍ତି। ଆରେ ମୋ ସାଙ୍ଗ କେତେ କଷ୍ଟ ପାଉଛି। ମୋତେ ଜମା ଭଲ ଲାଗୁନି, ସେଥିପାଇଁ ମୋ ମନ ଜମା ଭଲ ଲାଗିଲାନି। ଜାଣିଛୁ, ସେଠି ମୁଁ ତତେ ବହୁତ ଅପେକ୍ଷା କଲି, ତାପରେ ମୁଁ ତୋରି ପାଖକୁ ଆସିଛି। ଆରେ ସାଙ୍ଗ, ତୁ କିଛି କହୁନୁ କାହିଁକି? କିଛି ତ କହ। ତୁ କିଛି ଖାଇବୁ କି? ଆରେ ମୁନି, ମୁଁ ପରୀ ଦୁନିଆରୁ ଏଠାକୁ ଚାଲି ଆସିଛି, ସେଥିପାଇଁ ପରୀମାନେ ମୋ ଉପରେ ରାଗି ଯାଇଛନ୍ତି। ଆଉ ସେମାନଙ୍କର ଶକ୍ତି ମୋ ଠାରୁ ଅଧିକା, ସେଥିପାଇଁ ସେମାନେ ଏମିତି କରିଛନ୍ତି। ମୋର ଶକ୍ତି ଏବେ କିଛି ବି ନାହିଁ, ମୁଁ କିଛି ଯାଦୁ ମଧ୍ୟ କରିପାରିବି ନାହିଁ। ମୁନି, ମୁଁ ଆଗ ପରି ଆଉ ଉଡ଼ି ପାରିବିନି, ନା ମୁଁ ତୋ ପାଖକୁ ଯାଇପାରିବି। ତୁ ଚାହିଁବୁ ତ ମୋରି ପାଖକୁ ଆସିବୁ, ଆମେ ଦୁହେଁ ଦେଖା କରିବା। ତୁମେ ଇଏ କ'ଣ କହୁଛ ସାଙ୍ଗ? ତୁମର ଏ ଅବସ୍ଥା ଦେଖି ମୁଁ ଜମା ସହିପାରିବିନି। ୟାର ତ କିଛି ଉପାୟ ଥିବ ନା? ପରୀମାନେ ଜମାରୁ ନିର୍ଦ୍ଦୟୀ ହୋଇନଥାନ୍ତି, ସେମାନେ ତ ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି। ସେ ତୁମକୁ ତାଙ୍କ ପାଖକୁ ନେବା ପାଇଁ ଏମିତି କରୁଥିବେ। କିଛି ତ ୟାର ଉପାୟ ଥିବ। ତୁମେ କୁହ, ମୁଁ ଯାଇ ପରୀମାନଙ୍କୁ କ୍ଷମା ମାଗିଦେବି, ସେ ତୁମକୁ ଭଲ କରିଦେବେ। କୁହ ନା ସାଙ୍ଗ। ହଁ, ଉପାୟ ଅଛି, କିନ୍ତୁ ତୁମେ ୟାକୁ କରିପାରିବ? ଯାଦୁଇ ଦୁନିଆକୁ ଯିବାକୁ ପଡ଼ିବ, ସେଠୁ ଅନେକ ଜିନିଷ ଆଣିବାକୁ ପଡ଼ିବ। ୟାକୁ ମିଶାଇ ଯଦି ମୁଁ ଜୁସ୍ କରି ପିଇବି, ତେବେ ଆଗ ଭଳି ଭଲ ହେଇଯିବି। ହେଲେ ତୁମେ ଯାଦୁଇ ଦୁନିଆକୁ ଯାଇପାରିବ ତ ସାଙ୍ଗ? ହଁ ସାଙ୍ଗ, ମୁଁ ତୁମ ପାଇଁ ସବୁ କିଛି କରିପାରିବି। ତୁମେ ହିଁ ତ ମୋ ଫ୍ୟାମିଲି। ତୁମକୁ ଦେଖିଲା ଦିନଠୁ ମୁଁ ସବୁ ଭୁଲି ଯାଇଥିଲି। ତେବେ ଶୁଣ, ମୋର ଯାଦୁଇ ବାଡ଼ି ଅଛି, ସେ କେବଳ ଗୋଟିଏ ଥର କାମ ଦେବ ତୁମରି ହାତରେ। ସେଇ ଗୋଟିଏ ଥରରେ ତୁମେ ଯାଦୁଇ ଦୁନିଆର କବାଟ ଖୋଲିଦେବ, ଆଉ ତାରି ଭିତରକୁ ଯିବ। ଏମିତି କହି ସେ ତା କାନ ତଳେ ସବୁ କଥା ଫୁସ୍ ଫୁସ୍ କରି କହିଦେଲା, ଆଉ ମୁନି ମଧ୍ୟ ସବୁ ଶୁଣି ସେଠାରୁ ଚାଲିଗଲା। ମୋ ସାଙ୍ଗ କହିଥିବା ଅନୁଯାୟୀ ମୁଁ ସେ ଗଛ ପାଖକୁ ପଳେଇ ଆସିଲି। ଯାଦୁଇ କବାଟ ସଙ୍ଗେ ସଙ୍ଗେ ତାକୁ ପରୀ ଦୁନିଆକୁ ନେଇଗଲା। ତୁମେ ସୁନ୍ଦରୀ ମୟୂର କି? ତୁମର ମୁଁ ବହୁତ ପ୍ରଶଂସା ଶୁଣିଛି। ଯାଦୁଇ ଦୁନିଆରେ ତୁମରି ବିଷୟରେ ସମସ୍ତେ କୁହନ୍ତି। ତୁମେ କାଳେ ବହୁତ ସୁନ୍ଦର। ଆଉ ସତକୁ ସତ, ମୁଁ ବି ତୁମକୁ ଦେଖିଲି, ତୁମେ ବହୁତ ସୁନ୍ଦର। କାରଣ ପରୀ ତାକୁ କହିଥିଲା, ମୟୂର କିଛି କହିପାରେ ନାହିଁ, କିନ୍ତୁ ତା ପକ୍ଷୀରେ ବହୁତ ଯାଦୁ ଅଛି। ପରୀ କହିବା ଅନୁସାରେ ମୟୂର ପକ୍ଷୀ ବି ସେଥିରୁ ଗୋଟିଏ ଦରକାର, କିନ୍ତୁ ମୟୂର ତାକୁ କାହାକୁ ବି ଦିଏ ନାହିଁ, କେବଳ ସେ ତାର ପ୍ରଶଂସା ଚାହେଁ। ଆଉ ଯିଏ ତାକୁ ସୁନ୍ଦରୀ କହିଦିଏ, ସେ ତାକୁ ତାର ମୟୂର ପଙ୍ଖ ଦିଏ। ଏହା ମଧ୍ୟ କହିଥିଲା। ସେହି ଅନୁଯାୟୀ ପରୀ କହିଥିବା ଅନୁଯାୟୀ ସେ ସେମିତି କାମ କଲା। ଆଉ ମନରେ ମନରେ ଏସବୁ ଭାବିବା ଭିତରେ ସେ କହିବାକୁ ଆରମ୍ଭ କଲା, ସୁନ୍ଦରୀ ମୟୂର, ଦୟା କରିକି ତୁମର ପଙ୍ଖ ମୋତେ ଦିଅ। ମୋ ସାଙ୍ଗ ବହୁତ ଅସୁବିଧାରେ ଅଛି। ତୁମର କିଛି ପଙ୍ଖ ନେଇ ମୁଁ କିଛି ଔଷଧ ବନାଇଲେ ସିଏ ଭଲ ହେଇଯିବ। ତୁମେ ମୋ ଉପରେ ଟିକିଏ ଦୟା କର। ସୁନ୍ଦରୀ ମୟୂର ମଧ୍ୟ ମୁନିର ନିରୁହ ମୁହଁ ଦେଖି ତାକୁ ଦେବାକୁ ତା ମନରେ ବିଚାର କଲା।
ତୁମକୁ ବହୁତ ବହୁତ ଧନ୍ୟବାଦ ସୁନ୍ଦରୀ ମୟୂର। ଏବେ ମୁଁ ଯାଉଛି, ନହେଲେ ମୋର ଡେରି ହେଇଯିବ। ସେପଟେ ଆହୁରି କିଛି ଜିନିଷ ଏକାଠି କରିବାର ଅଛି। ଏମିତି କହି ତାଠାରୁ ବିଦାୟ ନେଇ ସେଠାରୁ ଚାଲିବାକୁ ଲାଗିଲା। ଯାଦୁଇ ଘୋଡ଼ା ତମେ ଏଇଠି ଅଛ? ମୋ କଥା ଶୁଣିପାରୁଛ? ଟିକେ ବାହାରକୁ ଆସ। ଏମିତି ମୁନି ଯାଦୁଇ ଘୋଡ଼ାକୁ ଡାକିବାକୁ ଲାଗିଲା। ସାଙ୍ଗ କହିବା ଅନୁସାରେ ମୁଁ ଆସିଲି, ହେଲେ ଯାଦୁଇ ଘୋଡ଼ା କୁଆଡ଼େ ଗଲେ? ଆରେ ତମେ କିଏ? ଏଠାକୁ କେମିତି ଆସିଲ? ଆଉ ତୁମେ କେମିତି ଜାଣିଲ ମୁଁ ଗୋଟିଏ ଯାଦୁଇ ଘୋଡ଼ା? ତମେ କୁହ ନା, ତୁମେ ଚୁପ୍ କାହିଁକି ଅଛ? ଏମିତି ମୁନିକୁ ଯାଦୁଇ ଘୋଡ଼ା କହିବାକୁ ଲାଗିଲା ଓ ମୁନି ମଧ୍ୟ ଯାଦୁଇ ଘୋଡ଼ାର ସୁନ୍ଦରତାକୁ ଦେଖି ସେ ଏମିତି ରହିଗଲା। ହଁ, ମୋତେ ଏଠିକି ପରି ପଠେଇଛନ୍ତି। ତାଙ୍କ ଦେହ ବହୁତ ଖରାପ, ସେଥିପାଇଁ ସେ ତୁମଠୁ ଚମକୁଥିବା ସେଇ ଯାଦୁଇ ପଥର ପାଇଁ ପଠେଇଛନ୍ତି, ଯେଉଁଥିରେ ମୁଁ ଜୁସ୍ ବନାଇ ଦେଲେ ସେ ପିଇକି ତୁରନ୍ତ ଭଲ ହେଇଯିବେ। ସେ କହୁଥିଲେ ତୁମେ ତାଙ୍କର ଭଲ ସାଙ୍ଗ, ସେଥିପାଇଁ ସିଏ ମୋତେ ଏଠାକୁ ପଠେଇଛନ୍ତି। ତୁମେ କ'ଣ ସେ ଯାଦୁଇ ପଥର ମୋତେ ଦବ? ହଁ, ମୁଁ ହେଉଛି ପରୀଙ୍କ ସାଙ୍ଗ। ତୁମେ ମୋତେ ଚାହିଁଲେ ସାଙ୍ଗ ବି ଡାକିପାରିବ। ତୁମେ ପରୀଙ୍କ ସାଙ୍ଗ ମାନେ ମୋର ବି ସାଙ୍ଗ ନା। ଏମିତି ମୁନି ଯାଦୁଇ ଘୋଡ଼ାକୁ କହିବାକୁ ଲାଗିଲା। ଆଉ ଯାଦୁଇ ଘୋଡ଼ା ମଧ୍ୟ ହସିକି କହିଲା, ଠିକ୍ ଅଛି, ତୁମେ ବି ମୋର ସାଙ୍ଗ। ହେଲେ ତୁମେ ଏତେ ବାଟ ସାଙ୍ଗ ପାଇଁ ଆସିଛ। ତମକୁ ଦେଖି ମୋତେ ଭାରି ଖୁସି ଲାଗୁଛି। ତୁମେ ତମ ସାଙ୍ଗ ପାଇଁ କେତେ କଷ୍ଟ କରୁଛ, ସେଥିପାଇଁ ମୁଁ ତୁମକୁ ଯାଦୁଇ ପଥର ଦଉଛି। ତୁମକୁ ବହୁତ ବହୁତ ଧନ୍ୟବାଦ ଯାଦୁଇ ଘୋଡ଼ା। ଏମିତି କହି ମୁନି ସେଠାରୁ ଯିବାକୁ ଲାଗିଲା। ଆଉ ଯାଦୁଇ ଘୋଡ଼ା ମଧ୍ୟ କହିଲା, ତୁମର ଧ୍ୟାନ ରଖିବ ମୁନି। ଆଉ ତୁମ ସାଙ୍ଗକୁ କହିଦେବ ମୁଁ ତାକୁ ବହୁତ ମନେ କରୁଥିଲି। ଆରେ ସାଙ୍ଗ କହିଥିବା ଅନୁଯାୟୀ ଏଇ ହେଉଛି ସେଇ ନଦୀ। ଏ ନଦୀରେ ତ କୁଆଡ଼େ କିଛି ଦେଖା ବି ଯାଉନାହିଁ। ହେଲେ ଛାଡ଼, ମୁଁ ସାଙ୍ଗ କହିବା ଅନୁଯାୟୀ ମନ୍ତ୍ର ପଢ଼ୁଛି। ଆଉ ସେ କିଛି ଗୁଣୁଗୁଣୁ କରି କହିଲା, ଏବେ ମୁଁ ସେଇ ଯାଦୁଇ ସମୁଦ୍ର ପାଖରେ ପହଞ୍ଚିଗଲି, ଯେଉଁଠି ଗୋଟିଏ ଯାଦୁଇ ଶାମୁକା ଭିତରେ ଗୋଟିଏ ଛୋଟ ମୋତି ଅଛି। ତାପରେ ମୁଁ ସାଙ୍ଗ ପାଖକୁ ଜଲ୍ଦି ଚାଲିଯିବି। ଆଉ ସେଠି ଯାଇ ସାଙ୍ଗ ପାଇଁ ଜୁସ୍ ବନାଇବି। ତାପରେ ସାଙ୍ଗକୁ ପିଇବାକୁ ମୁଁ ଦେବି। ତାପରେ ମୋ ସାଙ୍ଗ ତ ପୁରା ଭଲ ହେଇଯିବ, ଆଉ ଆଗ ଭଳି ମୋ ସହିତ ଖେଳି ବୁଲିବ। ମୋତେ ଆଉ ଜମା ଡେରି କରିବାକୁ ହବନି। ମୋତେ ଜଲ୍ଦି ଯିବାକୁ ପଡ଼ିବ। ସାଙ୍ଗ କହିଥିଲା ସନ୍ଧ୍ୟା ହେବା ପୂର୍ବରୁ ପଳେଇ ଆସିବାକୁ। ହଁ, ମୁନି ଚାଲ, ତୁ ଏବେ ଶୀଘ୍ର ଶୀଘ୍ର ଶାମୁକା ନେଇକି। ମୁନି ସମୁଦ୍ର ଭିତରେ ଯାଇ ସେ କଇଁଛ ପାଖରେ ପହଞ୍ଚିଲା। ଆଉ କହିବାକୁ ଲାଗିଲା, କଇଁଛ ମାଉସୀ, ତୁମେ ମୋତେ ତୁମ ଯାଦୁଇ ମୋତି ଦବ? ମୁଁ ତାହେଲେ ବହୁତ ଖୁସି ହେବି। କଇଁଛ ମାଉସୀ ଗୋଟିଏ ଯାଦୁଇ କଇଁଛ ମଧ୍ୟ ଥିଲା। ଆଉ ସେ କହିଲା, ମୁନି ତୁ ଜମା ବି ଡରନା। ମୁଁ ଜାଣିଛି ତୁ ତୋ ସାଙ୍ଗ ପାଇଁ ଏଠାକୁ ଆସିଛୁ। ତ
ତୋ ସାଙ୍ଗର ଦେହ ବହୁତ ଖରାପ। ତୋ ସାଙ୍ଗକୁ ମୁଁ ଚିହ୍ନିଛି। ସେ ମୋର ବହୁତ ସାହାଯ୍ୟ କରିଛି। ମୁଁ ବିପଦରେ ପଡ଼ିଥିଲା ବେଳେ ମୋତେ ସାହାଯ୍ୟ ମଧ୍ୟ କରିଛି। ତେଣୁ ସେ ମୋର ଭଲ ସାଙ୍ଗ। ମୁଁ ତାକୁ ସାହାଯ୍ୟ କରିବିନି ତ ତାହେଲେ ସାହାଯ୍ୟ କରିବ କିଏ? ତୁ ଜମା ବି ଡର ନା ହେଲା। ମୁଁ ତୋ ସାଙ୍ଗରେ ସବୁବେଳେ ଅଛି। ଆଉ ଏମିତି କହି ସେ ତାକୁ ଯାଦୁଇ ମୋତି ଦେଇଦେଲା। ମୁନି ମଧ୍ୟ ଯାଦୁଇ ମୋତି ପାଇ ବହୁତ ଖୁସି ହେଇଗଲା। ଆଉ ସେ ସେଠାରୁ ଜଲ୍ଦି ଯିବାକୁ ଲାଗିଲା, କାରଣ ସନ୍ଧ୍ୟା ହେଇଯାଉଥିଲା। ସାଙ୍ଗ, ମୁଁ ଆସିଗଲି। ତୁମେ କହିଥିବା ଅନୁସାରେ 3ଟି ଯାକ ଜିନିଷ ଆଣିଛି। ଏବେ କୁହ ଆକୁ କେମିତି ବନାଇବି ଆଉ ତୁମକୁ ପିଇବାକୁ ଦେବି। ମୁନି, ତୁମେ ଜମା ବ୍ୟସ୍ତ ହୁଅ ନା। ଏବେ ସେ 3ଟି ଯାକ ଯାଦୁଇ ଜିନିଷକୁ ସେଠି ଥୁଅ। ସେ ଆପେ ଆପେ ମିଶିଲେ ଯାଦୁଇ ଔଷଧ ହେଇଯିବ। ତାପରେ ପିଇ ମୁଁ ଭଲ ହେଇଯିବି। ସେହି ଅନୁସାରେ ମୁନି 3ଟି ଯାକ ଜିନିଷ ଥୋଇଦେଲା। ଆଉ କିଛି କ୍ଷଣ ପରେ ଧନ୍ୟବାଦ ମୁନି, ତୁମେ ମୋର 2 ଥର ଜୀବନ ବଞ୍ଚେଇ ଦେଲ। ଏହାପରେ 2 ଜଣ ଯାକ ଖୁସିରେ ରହିବାକୁ ଲାଗିଲେ।